ଜୟ ଜଗନ୍ନାଥ। ଆପଣମାନଙ୍କୁ ପ୍ରଜ୍ୟୋତିଷ ୱାର୍ଲଡକୁ ସ୍ୱାଗତ। ଦାନଠାରୁ ମହାପୁଣ୍ୟ କିଛି ନାହିଁ, କିନ୍ତୁ ଏହି ଦାନ ସମୟ କାଳ ପାତ୍ର ଦେଖି କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ସବୁ ବ୍ୟକ୍ତି ନିଜ ଶକ୍ତି ଏବଂ ସାମର୍ଥ୍ୟ ଅନୁସାରେ କିଛି ଦାନ କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଯିଏ ଦାନକୁ କର୍ତ୍ତବ୍ୟ ଭାବିକରି ବିନା କୌଣସି ଉପକାର ଭାବନାରେ ଉଚିତ ସ୍ଥାନରେ ଉଚିତ ସମୟରେ ଯୋଗ୍ୟ ବ୍ୟକ୍ତିକୁ ଦାନ କରି ତାକୁ ଶତଗୁଣୀ ଦାନ କୁହାଯାଇଥାଏ। ସେମିତି ଦାନକୁ ନେଇ ଗରୁଡ଼ ପୁରାଣରେ କୁହାଯାଇଛି, ଦାନ କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ, କିନ୍ତୁ ଈଶ୍ୱର ଏହିଥିରେ ବହୁତ ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଦାନ ସର୍ବଦା ନିଜର ସାମର୍ଥ୍ୟ ଅନୁସାରେ କରିବା ଉଚିତ। ନିଜର ଆର୍ଥିକ ପରିସ୍ଥିତିକୁ ଦେଖି ଦାନ କରାଯାଇଥାଏ। କାହାକୁ ଦେଖେଇବା ପାଇଁ ଦାନ କରାଯାଏ ନାହିଁ। ନିଜର ମାନ ସମ୍ମାନ ପ୍ରତିଷ୍ଠା ଅହଙ୍କାର ଗର୍ବକୁ ନେଇ କରିଥିବା ଦାନର ମୂଲ୍ୟ କିଛି ନଥାଏ। ସେହି ଦାନର ଫଳ ସର୍ବଦା ଶୂନ୍ୟ ଅଟେ। ଦାନ ଏକ କର୍ମ ଏବଂ ଏହି କର୍ମର ଫଳ ପୁଣ୍ୟ ଅଟେ। ଦାନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଜୀବନରେ ଥିବା କୌଣସି ସମସ୍ୟା ଦୂର ହୁଏ। ଗ୍ରହ ପୀଡ଼ାରୁ ମୁକ୍ତି ମିଳେ। ଜଣା ଅଜଣାତରେ କରିଥିବା ପାପ କର୍ମର ଫଳ ନଷ୍ଟ ହୁଏ। କଷ୍ଟରୁ ମୁକ୍ତି ମିଳେ। ଗରୁଡ଼ ପୁରାଣରେ ମଧ୍ୟ କୁହାଯାଇଛି, ଦାନ ସେତେବେଳେ କର ଯେତେବେଳେ ନିଜର ସାମର୍ଥ୍ୟ ଅଛି। ଯଦି 100 ଟଙ୍କା ରୋଜଗାର କରୁଛ, ସେଇ 100 ଟଙ୍କାରୁ ଗୋଟିଏ ଟଙ୍କା ଦାନ କରିପାରିବ। କିନ୍ତୁ ବାହାଣିଆ ମାରି କି ନିଜର ଗର୍ବ ଅହଙ୍କାରକୁ ନେଇ ନିଜକୁ ଦେଖେଇ କରି ସମାଜ ଆଗରେ 50 ଟଙ୍କାର ଦାନ କରିବାର ମୂଲ୍ୟ କିଛି ନାହିଁ। ପରେ ଦାନ କରିବା ପରେ ହଇରାଣ ହେବାକୁ ଦାନ କୁହାଯାଏ ନାହିଁ। ସେଟା ପୁଣ୍ୟରେ ଗଣାଯାଏ ନାହିଁ। ଏହି ଦାନ କରିବାର ସମୟରେ କିଛି ନା ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଦାନ କରିବା ସମୟରେ ମୁହଁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଉଚିତ। ଦାନ କହି କରି କରିବା ଦ୍ୱାରା ତାର ପୁଣ୍ୟ ନଷ୍ଟ ହୋଇଥାଏ। ପୌରାଣିକ ଶାସ୍ତ୍ର ଅନୁଯାୟୀ ଅନ୍ନଦାନ, ବିଦ୍ୟାଦାନ, କନ୍ୟାଦାନ, ଭୂମିଦାନ, ଗୋଦାନ ଏବଂ ଧନଦାନ ହିଁ ସର୍ବଶ୍ରେଷ୍ଠ ଦାନ ଅଟେ। ତା ଭିତରୁ ଅନ୍ନଦାନ କଲେ ସୁଖ ବୃଦ୍ଧି ହୁଏ। ଅନ୍ନ ଅଭାବ ଘରେ ଦେଖାଯାଏ ନାହିଁ। ବିଦ୍ୟାଦାନ କଲେ ବ୍ରହ୍ମଲୋକରେ ପ୍ରାପ୍ତି ହୋଇଥାଏ। କନ୍ୟାଦାନ କଲେ ପିତାମାତା ସ୍ୱର୍ଗ ପ୍ରାପ୍ତି ହୋଇଥାନ୍ତି। ପରିବାରକୁ ସୌଭାଗ୍ୟ ଆସେ। ଭୂମି ଦାନ କଲେ ଗୃହ ଲାଭ ପ୍ରାପ୍ତି ହୁଏ। ଗୋଦାନ ପାପରୁ ମୁକ୍ତି ମିଳେ। ଧାତୁ ଦାନ କଲେ ବିପଦ ଟଳିଯାଏ ଏବଂ ଘିଅ ଦାନ କଲେ ପରିବାରର ଶୁଭ ମଙ୍ଗଳ ହୋଇଥାଏ। ସେହିପରି ସୁନା ଦାନ କଲେ ଆୟୁ ବଢ଼ିଥାଏ। ପୁସ୍ତକ ଦାନ କଲେ ସୁପୁତ୍ର ଲାଭ ହୋଇଥାଏ। ଦୀପ ଦାନ କଲେ ଆଖିର ତେଜ ବୃଦ୍ଧି ହୋଇଥାଏ। ବସ୍ତ୍ର ଦାନ କରିବା ଦ୍ୱାରା ପରିବାରରେ ସୁଖ ବଢ଼େ। ଆର୍ଥିକ ସ୍ଥିତି ଉତ୍ତମ ରୁହେ। ଶଯ୍ୟା ଦାନ କଲେ ସ୍ତ୍ରୀ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ସେହିପରି ଜଳ ଦାନ କଲେ ମହିମା ବଢ଼େ। ରୂପା ଦାନ କଲେ ଭୂଷଣ ବୃଦ୍ଧି ହୋଇଥାଏ। ଲୁଣ ଦାନ କଲେ ଖରାପ ସମୟ ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ଘରକୁ ଆସିଥାଏ। ସେହିପରି ରବିବାର ଦିନରେ ଗହମ, ଲାଲ ଫୁଲ, ଗୁଡ଼ ଆଦି ଦାନ କରିବା ଶୁଭ ଫଳଦାୟକ ଅଟେ। କାରଣ ରବିବାର ହେଉଛି ସୂର୍ଯ୍ୟ ଦେବଙ୍କର ଦିନ। ରବିବାରରେ ଏହି ଜିନିଷ ଦାନ କଲେ ଯଶ, ମାନ, ସମ୍ମାନ, କୀର୍ତ୍ତି ପ୍ରାପ୍ତି ହୋଇଥାଏ। ସୋମବାର ହେଉଛି ଭଗବାନ ଶିବଙ୍କର ଦିନ ଏବଂ ଚନ୍ଦ୍ର ଦେବଙ୍କର। ତେଣୁ ସେହି ଦିନକୁ ଧଳା ରଙ୍ଗର ଦିନ ବୋଲି କୁହାଯାଇଥାଏ। ସେହି ଦିନ ଚାଉଳ, ଧଳା ବସ୍ତ୍ର, ଧଳା ପୁଷ୍ପ, ନଡ଼ିଆ ମିଶ୍ରି ଦାନ କରିବା ଦ୍ୱାରା ଶିବଙ୍କର କୃପା ପ୍ରାପ୍ତି ହୋଇଥାଏ ଏବଂ କୁଣ୍ଡଳୀରେ ଥିବା ଚନ୍ଦ୍ରଦୋଷ ମଧ୍ୟ କମ୍ ହୋଇଥାଏ। ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ସମର୍ପିତ। ସେହିଦିନ କିଛି ନା କିଛି ଦାନ କରିବା ଦ୍ୱାରା ମଙ୍ଗଳ ଗ୍ରହ ମଜବୁତ ହୋଇଥାଏ। ସେହିଦିନ ମଙ୍ଗଳବାର ଦିନ ଲାଲ ଫୁଲ, ଲାଲ ଚନ୍ଦନ, ଲାଲ ବସ୍ତ୍ର, ବାଦାମ, ତମ୍ବା ପାତ୍ର ଦାନ କରିବା ଦ୍ୱାରା ସବୁ ପାପରୁ ମୁକ୍ତି ମିଳିଥାଏ। ଭଗବାନ ଗଣେଶଙ୍କୁ ବୁଧବାର ଦିନ ସମର୍ପିତ। ସେହିଦିନ ଦାନ କରିବା ଦ୍ୱାରା ବୁଧ ଗ୍ରହ ମଧ୍ୟ ଶାନ୍ତ ହୋଇଥାନ୍ତି। ତା ବ୍ୟତୀତ ମୁଗ ଡାଲି, ସବୁଜ ପରିବା, ସବୁଜ ଚୁଡ଼ି ବା ସବୁଜ ରଙ୍ଗର ବସ୍ତ୍ର ଦାନ କରିବା ଦ୍ୱାରା ଜୀବନରେ ପଇସାର ଅଭାବ ଦେଖାଯାଏ ନାହିଁ। ଗୁରୁବାର ଦିନ
ଦେବଗୁରୁ ଦେବଗୁରୁ ବୃହସ୍ପତିଙ୍କୁ ସମ୍ବନ୍ଧ ରହିଛି। ତେଣୁକରି ସେଇଦିନ ଦାନ କଲେ ଧନ ସମୃଦ୍ଧି ବୈଭବ ଯଶ ପ୍ରାପ୍ତି ହୋଇଥାଏ। ସେ ଗୁରୁବାର ଦିନ ହଳଦିଆ ରଙ୍ଗର ଡାଲି, ହଳଦିଆ ବସ୍ତ୍ର, ହଳଦିଆ ରଙ୍ଗର ଫୁଲ, ଗୁଡ଼ ଏବଂ ସୁନା ଦାନ କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ, ଯଶ ପ୍ରାପ୍ତି ମଧ୍ୟ ହୋଇଥାଏ। ଶୁକ୍ରବାର ହେଉଛି ଶୁକ୍ରଦେବଙ୍କୁ ସମ୍ବନ୍ଧ ରହିଛି। ତେଣୁ ସେଇଦିନ ଧଳା ରଙ୍ଗ ଶୁକ୍ରବାରକୁ ସମର୍ପିତ। ଶୁକ୍ରବାର ଦିନ ଲୁଣ, ଧଳା ରଙ୍ଗର ବସ୍ତ୍ର, କେଶର ଆଦି ଦାନ କଲେ ଲକ୍ଷ୍ମୀ ପ୍ରାପ୍ତି ହୋଇଥାନ୍ତି। ଭଗବାନ ଶନିଦେବଙ୍କୁ ସମର୍ପିତ ହେଉଛି ଶନିବାର। ଶନିଦେବଙ୍କୁ ପ୍ରିୟ ହେଉଛି କଳା ରଙ୍ଗ। ତେଣୁକରି ଶନିବାର ଦିନରେ କଳା ରଙ୍ଗର ବସ୍ତ୍ର, ଲୁହା, ସୋରିଷ ତେଲ, କଳା ରାଶି ଏବଂ ଚମଡ଼ା ଆଦି ଦାନ କରିବା ଦ୍ୱାରା ଶନି ଗ୍ରହରୁ ମୁକ୍ତି ମିଳେ। ତେଣୁ କିଛି ନା କିଛି ନିଜ ଶକ୍ତି ସାମର୍ଥ୍ୟ ଅନୁସାରେ ନିଃସ୍ୱାର୍ଥ ଭାବରେ ଦାନ କରିବା ଦ୍ୱାରା ଈଶ୍ୱରଙ୍କର ପ୍ରାପ୍ତି ମଧ୍ୟ ହୋଇଥାଏ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।